ମୁଁ ହେଉଛି ଦେବବ୍ରତ ନାୟକ ଦେବୟୁଗ ପରିବାରର ସଭାପତି। ଏଥିରେ ଏ ପରିବାର ଗୋଟେ ଭାଇଚାରାର ପରିବାର ଯେଉଁଥିରେ ସାଧାରଣ ବର୍ଗର ସବୁ ପିଲାମାନେ ମିଶିକି ଏ ପରିବାରକୁ ତିଆରି କରିଛନ୍ତି, ଯେଉଁଠି ସବୁ ବର୍ଗର ସବୁ ଶ୍ରେଣୀର ଲୋକ ଆଉ ପିଲାମାନେ ଏକାଠି ହେଇକି ଆମେ ଅଛୁ। ଯେଉଁଟାକି ଏ ଚନ୍ଦନ ଉତ୍ସବ ହେଉଛି ଏକାମ୍ର କ୍ଷେତ୍ରର ଗୋଟେ ଉତ୍ସବ, ଯେଉଁଠିକି ପ୍ରଭୁ ଲିଙ୍ଗରାଜଙ୍କର ଗୌରୀ ପାର୍ବତୀଙ୍କ ସାଙ୍ଗରେ ବିବାହର ପରେ এই ଉତ୍ସବଟି ପାଳନ କରାଯାଏ। ଏଇଟା ଭାଇଚାରାରେ ସବୁ ଲୋକମାନେ ମିଶିକି ସବୁ ବର୍ଗର ଏଠି ଇଏ କରନ୍ତି। ଯେମିତି ଆମେ ଏଇଟା କହିଲେ ଇଏ ହେବନି, ଆମେ ଆମର ଗୋଟେ ବାପା ମାଆର ବାହାଘର ପରେ ଆମେ এই ଉତ୍ସବଟା ପାଳନ କଲା ଭଳିଆ ଯେମିତି ଆମେ ଘରେ ରିସେପସନ୍ ହୁଏ ଭାଇ ଏମାନଙ୍କର, ଏଇଟା ଆମେ ସେହିପରି ଏଇ ଅଞ୍ଚଳରେ ଏଇଟା ପାଳନ କରୁ, ଯେଉଁଟାକି ଶୀତଳ ଷଷ୍ଠୀ ପରଠାରୁ ଆରମ୍ଭ ହୋଇଥାଏ। ଆଜି ଆମର ଏଇଟା 7 ତାରିଖ ଆମେ କରିଛୁ ଦେବୟୁଗ ପରିବାର ତରଫରୁ ଏକାମ୍ର କ୍ଷେତ୍ରରେ ଚନ୍ଦନ ଉତ୍ସବ, ଯେଉଁଥିରେ ସବୁ ବର୍ଗର ସବୁ ଶ୍ରେଣୀର ଲୋକମାନେ ଆସିବେ ଏ ପର୍ବରେ ଏକାଠି ହେବେ। ପ୍ରାୟ ପାଖାପାଖି 10,000 ଲୋକ ଏଠିକି ଆସିବେ। ଏବେ ସମସ୍ତେ ଚନ୍ଦନ ଲଗାଇବେ, ସମସ୍ତେ ମଲ୍ଲି ଫୁଲ ବେକରେ ପକାଇବେ, ସମସ୍ତେ ଆନନ୍ଦ ଉପଭୋଗ କରିବେ ପ୍ରକୃତିର ଦୃଶ୍ୟ, ଯେଉଁଟାକି ଆ ଭିତରେ ପୋଖରୀ ଅଛି, ପଦ୍ମ କୁଣ୍ଡ ବି ଅଛି, ସବୁ ଆ ଭିତରେ ଦେଖିବେ, ବୁଲିବେ ଆଉ ଖାଇ ପିଇ ଉପଭୋଗ କରିକି ସମସ୍ତେ ଖୁସିରେ ରହିବେ। ଚନ୍ଦନ ଉତ୍ସବର ଆଜ୍ଞା ମୂଳ ଲକ୍ଷ୍ୟଟା କ'ଣ? ମୂଳ ଲକ୍ଷ୍ୟଟା ଏଇଟା ଚନ୍ଦନ ଉତ୍ସବଟା ଏଇ ଗ୍ରୀଷ୍ମ ଋତୁରେ ହୁଏ। ଗ୍ରୀଷ୍ମରେ ଯେଉଁ ଆମେ ଗରମରେ ଯେମିତି ହୁଏ, ସେମିତି ଭଗବାନଙ୍କୁ ଗରମରେ ଟିକେ ଥଣ୍ଡା ହେବା ପାଇଁ ଗୋଟେ ଚନ୍ଦନ ଲେପ ଦେଇକି ସେ ଚନ୍ଦନ ପାଣିରେ ବୁଡ଼ିକି ରୁହନ୍ତି। ଶୀତଳ ଷଷ୍ଠୀ ହୁଏ, ଚାପ ଖେଳ ହୁଏ। ତାପରେ ଯେତେବେଳେ ସରେ, ତାପରେ ପ୍ରଭୁଙ୍କର ଚନ୍ଦନ ଉତ୍ସବ ସରିଲା ପରେ ଲୋକମାନେ ପ୍ରଭୁଙ୍କର ପ୍ରଭୁଙ୍କର ବାହାଘର ପରେ ଚନ୍ଦନ ଉତ୍ସବଟା ପାଳନ କରନ୍ତି। ଆଉ ନିଜେ ମଧ୍ୟ ପ୍ରଭୁଙ୍କ ଭଳିଆ ଚନ୍ଦନ ମୁହଁରେ ଲଗେଇ ଦେହରେ ଲଗେଇ ଟିକେ ଶାନ୍ତି ହେବା ପାଇଁ, ପରିବେଶ ଗରମରୁ ଟିକେ ରକ୍ଷା ପାଇବା ପାଇଁ ଏଇଟା ଗୋଟେ ଖୁସିର ଗୋଟେ ମହଲ ଭାଇଚାରାର ଗୋଟେ ପର୍ବ ପାଳନ କରୁଛନ୍ତି। ଏକ ଆଧ୍ୟାତ୍ମିକତା ଭାବନା ଭିତରେ ଏ ଯୁବ ସମାଜ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଇଏ ଏକ ପରମ୍ପରା, ଇଏ ଏକ ପର୍ବ। ଯୁବକମାନଙ୍କ ଭିତରେ ପ୍ରଭୁଙ୍କ ନିରାକାର ପରମ ବ୍ରହ୍ମ ଶିବ ବାବା ମହାଦେବଙ୍କର ଯେଉଁ ଅସ୍ତିତ୍ୱ ଏବଂ ତାଙ୍କର ଯେଉଁ ସଂସାର ସୃଷ୍ଟିର ଯେଉଁ ଲକ୍ଷ୍ୟକୁ ପ୍ରତିପାଦିତ କରିବା ଏବଂ ଯୁବକମାନଙ୍କ ଭିତରେ ଆଧ୍ୟାତ୍ମିକତା ଜ୍ଞାନର ପରିପ୍ରକାଶ କରିବା ଏବଂ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରିବା ଏବଂ ସମସ୍ତଙ୍କ ଭିତରେ ଉତ୍ସର୍ଗୀକୃତ ସେବାର ମନୋବୃତ୍ତି ତିଆରି କରିବା ପାଇଁ ଇଏ ଚନ୍ଦନ ଉତ୍ସବ, ଯେଉଁ ଉତ୍ସବର ଦେବ ୟୁଥ୍ ଅର୍ଗାନାଇଜେସନ୍ କରୁଛନ୍ତି, ମୁଁ ତାଙ୍କୁ ଧନ୍ୟବାଦ କୃତଜ୍ଞତା ଦେବି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସଦ୍ବୁଦ୍ଧି, ସତ୍ ଜ୍ଞାନ, ସତ୍ ଚିନ୍ତା ଭରି ଦିଅନ୍ତୁ, ଯେପରି ସମାଜର ବିକାଶରେ ଏବଂ ସମାଜର ଉନ୍ନତିରେ ସମାଜକୁ ଏବଂ ପ୍ରକୃତିକୁ ବିଶ୍ୱକୁ ଏକ ନୂଆ ଦିଗ୍ଦର୍ଶନ ଭୁବନେଶ୍ୱରରୁ ଏ ମାଉସୀ ମା ମନ୍ଦିର ପାଖରୁ ଦିଗ୍ଦର୍ଶନ ମିଳୁ, ଏତିକି କହି ସମସ୍ତଙ୍କୁ ପୁଣି ଥରେ ଉତ୍ସାହୀ ଯୁବକ ବନ୍ଧୁମାନେ ଏବଂ ଉପସ୍ଥିତ ଆଧ୍ୟାତ୍ମିକ ପ୍ରେମୀ ଗୁରୁଜନମାନେ ସମସ୍ତଙ୍କୁ କୃତଜ୍ଞତା ଜଣାଉ। ନିଶ୍ଚିତ ଭାବରେ ଦେଖନ୍ତୁ, ଏ ଯେଉଁ ଚନ୍ଦନ ଉତ୍ସବ ଆମେ ଇଏ ଗୋଟେ କେବଳ ଉତ୍ସବ ନୁହେଁ, ଇଏ ଗୋଟେ ଭାଇଚାରାର କଥା କୁହାଯାଇପାରେ। ମୁଁ ଗତ ଥର ମଧ୍ୟ ଆସିଥିଲି। ଏଠି କେବଳ ଯେ ଇଏ ଉତ୍ସବ, କେବଳ ଯେ ଚନ୍ଦନ ମାଖିକିରି ଇଏ ପରସ୍ପରକୁ ଇଏ କରିବା ସେ ନୁହେଁ, ଏପଟେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଜନ ସନ୍ଧ୍ୟା ମଧ୍ୟ ହେଉଛି। ତେଣୁ ଏଠି ଯେଉଁମାନେ ରହୁଛନ୍ତି ବିଭିନ୍ନ ପ୍ରକାର କାର୍ଯ୍ୟକର୍ତ୍ତା, ଯେଉଁ କାର୍ଯ୍ୟ ବ୍ୟସ୍ତତା ଭିତରେ ଆଜି ଏଇ ଯେଉଁ ଗୋଟେ ମିଳୁଛି, ସମୟ ମିଳୁଛି, ସ୍ୱାଭାବିକ ରୂପସେ ଆସିକିରି ଏଠି ଅଂଶଗ୍ରହଣ କରିବା ଏବଂ ଏ କାର୍ଯ୍ୟକ୍ରମ ଉପଭୋଗ କରିବା, ନିଶ୍ଚିତ ଭାବରେ ଯେଉଁମାନେ ଏହାକୁ ଆୟୋଜନ କରିଛନ୍ତି ମୁଁ ତାଙ୍କୁ ଧନ୍ୟବାଦ ଦେବି ଏବଂ କୃତଜ୍ଞତା ମଧ୍ୟ ଜଣାଇବି। ନିଶ୍ଚିତ ଭାବରେ ମୁଁ ସେଇ କଥା କହୁଛି ନା, ଯେ ଆୟୋଜନ ଏଠି କିଏ କରୁଛି କ'ଣ କରୁଛି ଦୂସରା କଥା, କିନ୍ତୁ ଏଠି ସମସ୍ତେ ଦୁଇ ପ୍ରକାର କଥା। ଏକ ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଏବଂ ଏଠି ଯେଉଁପରି ଭାବରେ ଯେମିତି ହୋଲିରେ ଆମେ ଗୋଟେ ରଙ୍ଗ ଖେଳିକିରି ପରସ୍ପର ଭିତରେ ଗୋଟେ ଯେଉଁ ଭାଇଚାରା, ଠିକ୍ ସେଇଭଳିଆ ଏ ଚନ୍ଦନ ଲେପିକିରି ଗୋଟେ ପରସ୍ପର ଭିତରେ ଭାଇଚାରା ଯେଉଁ ତିଆରି କରୁଛନ୍ତି, ମୁଁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବି କାର୍ଯ୍ୟକର୍ତ୍ତାମାନଙ୍କୁ, ଆୟୋଜକମାନଙ୍କୁ। ଏହି ପ୍ରକାର ଗୋଟେ କାର୍ଯ୍ୟକ୍ରମ ମାଧ୍ୟମରେ এই ଅଞ୍ଚଳରେ ଗୋଟେ ସାମାଜିକ ଭଲ ବାତାବରଣ ତିଆରି କରନ୍ତୁ, ଏତିକି ହିଁ ମୋର କାମ।